ଏକ ଝୁରୁ ଝୁରୁ ଜଙ୍ଗଲର କାହାଣୀ। ଏକ ସୁନ୍ଦର ଜଙ୍ଗଲର ମଧ୍ୟରେ ହିରୋ ନାମର ଏକ ଶୁଆ ଥିଲା। ତାହାର ଜଙ୍ଗଲରେ କାହା ସହିତ ଶତ୍ରୁତା ନଥିଲା। ସେ ଅନ୍ୟ ପ୍ରାଣୀମାନଙ୍କୁ ବହୁତ ଭଲ ପାଇଥିଲା ଏବଂ ସମସ୍ତେ ମିଶି ଖେଳି ଦିନକୁ କାଟିଥାନ୍ତି। ହିରୋର ଆତ୍ମୀୟ ମିତ୍ର ସିମ୍ବା ନାମର ବାଘ ଏବଂ ବନ୍ଧୁ ସୁନାମି ନାମର ହାତୀ ଥିଲା। ଏକ ଦିନ ଜଙ୍ଗଲରେ ଏକ ଅଜଣା ଶବ୍ଦ ଶୁଣାଗଲା। ସମସ୍ତ ପ୍ରାଣୀ ଭୟଭୀତ ହୋଇଗଲେ, ହିରୋ ମଧ୍ୟ ଭୟଭୀତ ହୋଇଗଲା। ସେ ଜାଣିପାରିଲା ଯେ କିଛି ନା କିଛି ବିପଦ ଆସୁଛି। ସେ ସିମ୍ବା ଏବଂ ସୁନାମି ସହ ମିଶି ଉପାୟ ଖୋଜିବାକୁ ଲାଗିଲା। ସେମାନେ ସବୁ ସାଥୀକୁ ଜମା କରି ଏକ ମହାନ ପ୍ରଣାଳୀ ପ୍ରସ୍ତୁତ କରିଲେ ଯେମିତିକି ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରିବେ। ସେହି ଭୟ ଶବ୍ଦ ପରେ ଦେଖାଗଲା କିଛି ନଥିଲା, କିନ୍ତୁ ହିରୋ ଏବଂ ସେ ତାଙ୍କ ସାଥୀମାନେ ଜାଣିଲେ ଯେ ସେମାନେ ମିଶିଥିଲେ ସମସ୍ତ ବିପଦକୁ ସମାଧାନ କରିପାରିବେ। ଗପଟି ଭଲ ଲାଗିଲେ ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।